ସବୁଦିନ ଆଶ୍ଚର୍ଯ୍ୟକର୍ମ ହଉଥିବ ବୋଲଛନ୍ତି କି? ହେ, ତ ଭୁଲ ଗୋଟେ 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 ରଙ୍ଗ ସୁସମାଚାର ଶୁଣି ଦେଇଛନ୍ତି ବୋଲି ଅର୍ଥ। ତେଣୁକରି ଆଜି ଅଧିକାଂଶ ଘର ବାପସି ହେଇଯାଉଛନ୍ତି। ଆଗ ଭଳି ଆଉ ଖ୍ରୀଷ୍ଟୀୟ ଜୀବନରେ ମଜା ଲାଗୁନି ଏମାନଙ୍କୁ। ନୂଆରେ ଆଜ୍ଞା ଯାହା ମାଗିଲେ ପ୍ରଭୁ ଦେଇ ଦଉଥିଲେ। ସବୁ ଯାହା ମନକୁ କହିଲେ ମୁଁ ଦେଇ ଦଉଛୁ। ଆଉ କେତେ ମହାନ ପ୍ରଭୁ। ଖାଲି ମନରେ ଭାବିବା କେ ଜଣଙ୍କର କଥା ମୁଁ ଶୁଣୁଥାଏ, ଯାହା ମାଗୁ ସେ ଦେଇ ଦଉଛନ୍ତି ଆଜ୍ଞା। ପ୍ରଭୁ ଏମିତି ମାଗିଲେ ବାପରେ। ଖ୍ରୀଷ୍ଟିଆନ ଜୀବନ ମାନେ କଣ ଜାଣିପାରିଲେନି ହେଲେ ମାନେ କୋଉ ଗୋଟେ ଭ୍ରାନ୍ତିଜନକ ଆତ୍ମା, କୋଉ ଗୋଟେ ଭଣ୍ଡ ଖ୍ରୀଷ୍ଟ ଏମାନଙ୍କୁ ଠକି ଦେଉଛି। ସବୁଦିନ ମିରାକଲ କରି ଯାହା ମାଗିଲେ ଦେଇଦେଇକି, ଯାହା ମାଗିଲେ ଦେଇଦେଇକି ଭାବୁଛନ୍ତି ଖ୍ରୀଷ୍ଟିଆନ ଜୀବନ ମାନେ ଏଇଟା। ଯାହା ମାଗିଲେ ଦେଇଦେବେ। ଟେନସନ ଆମ ଜୀବନରେ ଟେନସନ ନାହିଁ। ଗୋଟେ ଜଣେ ମାଙ୍କର ସାକ୍ଷ୍ୟ ଶୁଣୁଥିଲି ୟୁଟ୍ୟୁବରେ, ତେଲୁଗୁ। ଆପଣ ମାନେ ଜୀବନରେ ଶୁଣି ନଥିବେ ସେମିତି ସାକ୍ଷ୍ୟ ଗୁଡିକ। ହଁ, ସେ ପ୍ରାର୍ଥନା କରୁଥିଲେ କଣ, ପ୍ରଭୁ ଆଉ ଆଉ ମତେ ମତେ କଣ ମୋ ଝିଅର ବାହାଘର ଅଛି, ଆଉ ସେ ମୋ ଜୋଇଁକୁ ଗୋଟେ ସୁନା ଗୋଟେ ଗୋଟେ 2 ତୋଳ ସୁନା ଦେବାର ଅଛି, କେମିତି କରିବ ତୁମେ ଜଗାଇ ଦିଅ ବୋଲାରୁ ରାସ୍ତାରେ ଯାଉ ଯାଉ ସୁନା ଗୋଟେ ମିଳିଲା ପୁଣି, ଚେନ୍ ଗୋଟେ ମିଳିଲା ପୁଣି। କିନ୍ତୁ 10ଟା ସାକ୍ଷ୍ୟ ଦଉଛନ୍ତି ଯେ ପ୍ରଭୁ ପଇସା ଦରକାର ଥିଲା, ଆଉ ପ୍ରଭୁ ମାଗିଲି, ଆଉ ସାମ୍ନାରେ ଗୋଟେ 500 ଟଙ୍କା ରୋଡ ଉପରେ ପଡିଥିଲା, ପ୍ରଭୁ ପଠେଇଲେ। ତମେ ଏମିତି ସାକ୍ଷ୍ୟ କଲେ ସମସ୍ତଙ୍କ ଜୀବନ ସେମିତି ଘଟିବ କି? କିଏ ସୁନା ହଜାଇ ଦେଇଥି କାନ୍ଦୁଥିବ କି ବେଚାରୀ? ଏ ପ୍ରଭୁ ଦେଲେ ବୋଲି ନେଇ ଯାଇକି ତାଙ୍କୁ ଜୋଇଁକୁ ଦେଇଦେଲା। ମାଷ୍ଟର ଜଣେ ଏଇ ଫ୍ରଡ ସାକ୍ଷ୍ୟ ଆପଣ ବିଶ୍ୱାସ କରନ୍ତୁ ନାହିଁ। ପ୍ରଭୁ ସେମିତି ଦିଅନ୍ତିନି ଆଜ୍ଞା। ପରିଶ୍ରମର ଫଳ ସେ ଦିଅନ୍ତି। ଫ୍ରୁଟ ଅଫ ୟୋର ଲେବର। ବୁଝିଲେ କି? ତାହା ସହିତ କିଛିଟା ଆହୁରି ଅଧିକ ଆଡ କରିକି ବି ଦିଅନ୍ତି, ଯାହା ପାଇଁ ଆପଣ ପରିଶ୍ରମ କରିନଥିବେ। ଏଇ ଗୁଡିକ ଆମ୍ଭ ମାନଙ୍କର ଅବଶ୍ୟ ଗୋଟେ 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 ସୁନ୍ଦର ସାକ୍ଷ୍ୟ, ସୁନ୍ଦର ଅନୁଭୂତି ହେଇପାରେ, କିନ୍ତୁ ତାହା ଶିକ୍ଷା ହେବା କଥା ନୁହେଁ। ଇଟ୍ସ ନଟ୍ ଏ ଡକ୍ଟ୍ରିନ୍ कि तुम्हें भी प्रार्थना करो रास्तार चेन मिल, तुम्हें भी प्रार्थना करो तुम्हें तुमको रास्तार पदारे 500 टंका मिल, मिलला नहीं कि हमको भी मिले जे, से कथा कहू नहीं मु। इट शुड नॉट बी अ डॉग, एटा गोटे शिक्षा न हो कि समस्ते ओ सेमती प्रभु सेमती जगांती कि अरे वाओ, दिस इज रॉन्ग भैया। हर दिन चंगाई नहीं मिलता, हर दिन मिरेकल नहीं मिलता। सही की जीवा को पड़िबार जीवन ही ख्रिस्टियन जीवन अटे। अधिकांश 80% सहिष्णुता रे पूर्ण अटे ख्रिस्टियन जीवन। स्वर्ग को पहुंचीबा जाए सहीबा को पड़िबो, किनाण को पहुंचीबा जाए यात्रा शेष हुए नहीं। क्षुधारे, तृषारे, कष्टरे, टेंशन रे एकाके ही कहारी सहारा न थाई कि यात्रा करी 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 छिबा को पड़े। गोटे जागारे पानी पोखरी मिल जाए पारे पीबा को, आ गोटे जागारे आउ किछि उपाय नहीं। गोटे जाऊ जो खाद्य मिल जाए पारे आउ किछि जागारे आउ उपाय नहीं। प्रबल खरा को, भीषण ये टेम्परेचर को, मरुभूमि रे पाद जळु जाउथिबा मरुभूमि रे मुंड पोड़ी जाउथिबा खरा रे रेगिस्तान रो यात्रा अटे ख्रिस्टियन जीवन। जेमते इज्राएल माने करले, और सेमानकर छाया थिले परमेश्वर, सेमानकर ज्योति थिले परमेश्वर, सेमानकर खाद्य जगाइबा थिले परमेश्वर, सेमानकर पानी जगाई थिले परमेश्वर, सेमानकर राजा ही थिले परमेश्वर, सेमानकर गवर्नमेंट ही थिले परमेश्वर, सेमानकर सुरक्षा ही थिले परमेश्वर, सेमानकर शासनकर्ता ही थिले परमेश्वर। एवरीथिंग अपॉन गॉड। किनाण को पहुंचे जाए विश्राम मिलला नहीं पुणी से मान को। यही जगत रे विश्राम नहीं, विश्राम स्थल नहीं प्रिय माने। खाली प्रभु को पाइछु बोली आत्मारे विश्राम। आत्मारे विश्राम माने कौन? आप जानते कि अधिकांश व्यस्तता आमर आत्मा पाए मनुष्यर जीवन रे अधिक व्यस्तता क्या को थाए माने आत्मा को थाए। शरीर कौन आज खाइबो शोइबो उठिबो, ड्रेस नहीं बोलू तार टेंशन, पैसा ठीक ठीक नहीं बोली शरीर टेंशन, गोटे घर ठीक नहीं बोली गोटे शरीर टेंशन, करंट चलीगला घर को केमती करी से व्यस्तता। शरीर व्यस्तता टेंशन अलग, किंतु एक्चुअली टेंशन कहार माने आत्मार कौन, ये लोकटा मरले मु कुआड जीवी,
ଆତ୍ମା ଭିତରେ କହୁଥିବ ଏ ଲୋକ ତାର କଣ ଗଲା, ଶରୀର ତ ମାଟିରେ ମିଶିଯିବ, ବ୍ୟାଲେନ୍ସ ସିଟ୍ କାହାର ରହିଯିବ, ଆତ୍ମା ରହିବ, କୁଆଡେ ଯିବି, ନରକରେ ପଡିବାର ଅଛି ନା କେମିତି, କେମିତି କେମିତି ଶରୀରର କଣ ଆଜି ଭଲ ରହିବ କାଲି ମାଟିରେ ମିଶିଯିବ। ଆତ୍ମା ବ୍ୟସ୍ତ ହେଇଯାଉଛି, ମୁଁ ମରିଲେ, ଏ ଲୋକ ମରିଲେ ମୁଁ ତ ପରା ଯିବି ନରକକୁ। ତେଣୁକରି ଯେଉଁ ଦିନ ପରିତ୍ରାଣ ପାଇଲୁ ସେଇଦିନ ହୁଏତ ଆମମାନଙ୍କର ଶାରୀରିକ ବାହିକ ହାଲତ ପରିବର୍ତ୍ତନ ହେଇନି, କିନ୍ତୁ ଆତ୍ମା ଶାନ୍ତି ପାଇଲା କି ଯାହା ହଉ ଯେବେ ମରିଲେ ବି ଆଉ ଟେନସନ ନାହିଁ ବୋଲିବାଟା, ସେଇଟା ହେଲା ବିଶ୍ରାମ। ଆକ୍ଚୁଆଲି ପ୍ରଭୁଙ୍କ ଠାରେ ଏଇ ଜଗତରେ ପ୍ରଭୁଙ୍କୁ ପାଇକି ବିଶ୍ରାମ ପାଇବାଟା ମାନେ କଣ, ଜୀବନରେ ଟେନସନ ନଥିବ ବୋଲଛନ୍ତି କି? 24 ଘଣ୍ଟା ଖାଇବାକୁ ମିଳିଯିବ, ପଇସା ମିଳିଯିବ, ଧନୀ ହେଇଯିବ ବୋଲଛନ୍ତି କି? ଶରୀରର ଆଉ ବାହିକ ଟେନସନ ଥିବ ହିଁ ଥିବ, ପ୍ରଭୁଙ୍କୁ ପାଆନ୍ତୁ କି ନ ପାଆନ୍ତୁ। ତ ପ୍ରଭୁକୁ ପାଇଲା ପରେ ଫରକ କଣ, ମାନେ ଆତ୍ମାରେ ବିଶ୍ରାମ ପାଇଲୁ, ଆତ୍ମା ଆଉ ଡରୁ ନାହିଁ କି ମରଲା ପରେ କୁଆଡେ ଯିବି ବୋଲିବାର ଟେନସନ ତାକୁ ନାହିଁ। ଆତ୍ମାରେ ବିଶ୍ରାମ, ରେଷ୍ଟ ଇନ୍ ଆୱାର ସୋଲ। ଆତ୍ମା ବିଶ୍ରାମ ପାଇବ କି କେବେ ମରଲେ ବି ଚିନ୍ତା ନାହିଁ, ପ୍ରଭୁ ମତେ ଗ୍ରହଣ କରିନେବେ ବୋଲି। ସୁସମାଚାରର ଲକ୍ଷ୍ୟ ଏଇ ଜଗତରେ ଏହା ହିଁ ଅଟେ କି ଆତ୍ମା ବିଶ୍ରାମ ପାଉ ଆଗେ, ବାକିଟା ପରେ ଦେଖିବା, ପ୍ରଭୁ ଜଗାନ୍ତୁ ନ ଜଗାନ୍ତୁ ପରେ ପଛେ ଦେଖିବା, ଖାଇବାକୁ ପିଇବାକୁ ରହିବାକୁ, ତାହା ଆମର ଟେନସନ ନଥାଉ। ତେଣୁକରି ପରିତ୍ରାଣ ପାଇଲା ପରେ ମଧ୍ୟ ଜୀବନରେ କିଛି ଟେନସନ କଷ୍ଟ ଆସିଲେ ବି ଟିକେ କଷ୍ଟ ଲାଗୁଛି, ବାଧୁଛି, କିନ୍ତୁ ମଝି ମଝିରେ ହଠାତ୍ ପବିତ୍ର ଆତ୍ମାଙ୍କୁ ପାଇଥିବା ଯେ ଆମ୍ଭେ ମାନେ ସାନ୍ତ୍ୱନା ପାଇଯାଉଛୁ, ହଉ ଚିନ୍ତା ନାହିଁ, ଆତ୍ମା ତ ପରିତ୍ରାଣ ପାଇଛି ଯେ ଅଳ୍ପ ଦିନ ସହିକି ପଳାଇବାଟା ତ ଆଉ ବୋଲିଲା ପରେ ଏଡଜଷ୍ଟ ହେଇଯାଉଛୁ ନାଇଁ କି?